ପାରାଦୀପର ଭୂତୁମୁଣ୍ଡି ନିକଟରେ ଅବସ୍ଥିତ ବ୍ରିଜ୍ ନିର୍ମାଣ ସ୍ଥଳରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ବିରାଟକାୟ କ୍ରେନ୍ ହଠାତ୍ ଭାରସାମ୍ୟ ହରାଇ ବ୍ରିଜ୍ର ନିର୍ମାଣାଧୀନ କଂକ୍ରିଟ୍ ଗଠନ ଉପରେ ଓଲଟି ପଡ଼ିଛି। ଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କ୍ରେନ୍ଟି ବ୍ରିଜ୍ର କାମ ଚାଲିଥିବା ସ୍ଥାନରେ ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିବାରୁ ବହୁ ପରିମାଣର କ୍ଷୟକ୍ଷତି ହୋଇଛି। ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହ ପରିସ୍ଥିତିର ସମୀକ୍ଷା କରୁଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣା କାରଣରୁ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହୋଇଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ସୂଚନା ମିଳିନାହିଁ। ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ କ୍ରେନ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ଘଟଣାଟି ନିର୍ମାଣାଧୀନ ବ୍ରିଜ୍ର ସୁରକ୍ଷା ଓ କାର୍ଯ୍ୟଦକ୍ଷତା ଉପରେ ଅନେକ ପ୍ରଶ୍ନ ଛିଡ଼ା କରିଛି। लेटेस्ट न्यूज अपडेट पाई www.nowodisha.com को लॉगिन करंतु।